ଯିଏ ପ୍ରକୃତ ପ୍ରେମ କରିଥାଏ ଦୁନିଆ ତାଠାରୁ ଏହି ତିନୋଟି ଜିନିଷ ଛଡ଼େଇ ନେଇଥାଏ, ସୁଖ, ସମ୍ମାନ ଆଉ ଇଜ୍ଜତ ମଧ୍ୟ। ଭାବି ନଥିଲି ଜୀବନ ଏମିତି ହବ, କାନ୍ଦିବା ବି ଜରୁରୀ ହେବ ଆଉ ଲୁହକୁ ବି ଲୁଚେଇବାକୁ ପଡ଼ିବ। କେତେ ବି ମଜବୁତରେ ଧର ତଥାପି ଖସି ଯାଇଥାଏ, କାରଣ ଏହା ସମୟ। ହୃଦୟରୁ ସେହିମାନେ ରୁହନ୍ତି ଯାହାର ମନ ସଫା ଥାଏ, କାରଣ ଛୁଞ୍ଚିରେ ସେହି ସୂତା ପଶି ପାରିଥାଏ ଯେଉଁ ସୂତାରେ କୌଣସି ଗଣ୍ଠି ନଥାଏ। ଜୀବନ ମିଳିବା ଭାଗ୍ୟ ଉପରେ ନିର୍ଭର କରେ, ମୃତ୍ୟୁ ଆସିବା ସମୟ ଉପରେ ନିର୍ଭର କରିଥାଏ। ପ୍ରାୟ ସେହି ସମ୍ପର୍କ ଭାଙ୍ଗି ହିଁ ଯାଏ ଯାହାକୁ ଯତ୍ନରେ ରଖିବା ଚେଷ୍ଟା ଜଣେ କରିଥାଏ। ଲୁହ ମଣିଷର ହେଉ ଅବା ପଶୁର, ଏହା ସେତେବେଳେ ବାହାରକୁ ଆସେ ଯେବେ ହୃଦୟରୁ ବହୁତ ସାରା କଷ୍ଟ ହୋଇଥାଏ। କଥା କହିବାର ଢଙ୍ଗ ହିଁ ଜଣାଇ ଦିଏ କି ସମ୍ପର୍କ କେତେ ଗଭୀର ଆଉ କେତେ ନିଜର। ଅନଲାଇନ୍ ତ ସମସ୍ତେ ଥାଆନ୍ତି, ହେଲେ ମେସେଜ ସିଏ କରେ ଯାହା ଲାଇଫରେ ଆମର ମୂଲ୍ୟ ଥାଏ। ନିଜର ଉକାତ ସେତେବେଳେ ଜଣାପଡ଼େ ଯେବେ ତାଙ୍କୁ ସେଉଠୁ ଧୋକା ମିଳେ ଯେଉଁଠି ତାଙ୍କ ନିଜଠୁ ଅଧିକା ଭରସା ଥିଲେ। ଜୀବନରେ ସେହି ମଣିଷକୁ କେବେ ଦୂରେଇ ଦିଅନି ଯିଏ ନିଜେ ରାଗେ ଆଉ ତୁମ ପାଖକୁ ଆସି ସରି କୁହେ। ଯେଉଁ ମଣିଷ ଆପଣଙ୍କୁ ଦୁଃଖ ଦେଖି ନିଜେ କାନ୍ଦି ପକାଏ, ସେହି ମଣିଷ ଜୀବନରେ କେବେ ଦୁଃଖୀ ଦେଇନଥାଏ। ଆମେ ଏମିତି ଯୁଗରେ ବଞ୍ଚିଛୁ ଯେଉଁଠି ଡ୍ରାମା ଦେଖି ଲୋକ କାନ୍ଦନ୍ତି ଆଉ ବାସ୍ତବ ଦେଖିଲେ ଲୋକ ଡ୍ରାମା ଭାବି ନିଅନ୍ତି। କ୍ଷମା କେବଳ ସିଏ କରିପାରିବ ଯିଏ ଭିତରୁ ମଜବୁତ ହୋଇଥାଏ। କମଜୋର ଲୋକ ତ ପ୍ରତିଶୋଧ ନିଆରେ ଜଳନ୍ତି। ଘୃଣା ଏକ ଏପରି ଶବ୍ଦ ମଣିଷକୁ କେବଳ ବାହାରୁ ନୁହେଁ ଭିତରୁ ଜାଳିପୋଡ଼ି ପାଉଁଶ କରିଦେଇଥାଏ। ଖରାପ ସମୟରେ ଇଏ ଗୋଟିଏ ଭଲ କଥା, ଇଏ ଯେତେବେଳେ ବି ଆସେ ନା ଫାଲତୁ ଲୋକଙ୍କୁ ପ୍ରଥମେ ଚିହ୍ନାଇ ଦେଇଥାଏ। ଇଜ୍ଜତ କେବେ କୌଣସି ମଣିଷର ହୋଇନଥାଏ। ପ୍ରକୃତ ଇଜ୍ଜତ କେବଳ ଆବଶ୍ୟକତାରେ ହିଁ ହୋଇଥାଏ। ଆବଶ୍ୟକ ଶେଷ ତେବେ ଇଜ୍ଜତ ବି ଶେଷ। ଯାହା ହୋଇଛି ତାକୁ ଭୁଲି ଯାଅ, ନୂଆ ଆରମ୍ଭ କର। ମନେ ରଖ, ଯାହାର କେହି ନାହାନ୍ତି ତା ପାଇଁ ଭଗବାନ ନିଶ୍ଚୟ ଅଛନ୍ତି। ଭଗବାନ ଗୋଟେ ରାସ୍ତା ବନ୍ଦ କରିବା ପୂର୍ବରୁ ଅନେକ ରାସ୍ତା ଖୋଲି ଦିଅନ୍ତି। ସମସ୍ତଙ୍କର ଶୁଣ ଆଉ ସମସ୍ତଙ୍କଠାରୁ ଶିଖ, କାରଣ ସମସ୍ତେ ସବୁ କିଛି ଜାଣନ୍ତିନି, ହେଲେ ସମସ୍ତେ କିଛି ନା କିଛି ନିଶ୍ଚୟ ଜାଣିଥାନ୍ତି। ମଣିଷ ରାଗେ, ଝଗଡ଼ା କରେ, ଅଭିମାନ କରେ ସେଇ ମଣିଷ ପାଖରେ ଯାହାକୁ ସେ ନିଜର ଭାବେ। ନହେଲେ ତ ଏଇ ସ୍ୱାର୍ଥପର ଦୁନିଆରେ କାହାକୁ କ'ଣ ଫରକ ପଡ଼େ ତୁମେ ଠିକ୍ କରିଲେ କି ଭୁଲ କରିଲେ। ସେହି ବ୍ୟକ୍ତିକୁ ପ୍ରେମ କରିବା ମରିବା ସହ ସମାନ ହୋଇଥାଏ, ଯାହାକୁ ତୁମେ ଥିବା ନଥିବାରେ କିଛି ଫରକ ପଡ଼ିନଥାଏ। ବହୁତ ବକ୍ ବକ୍ ହେଉଥିବା ମଣିଷ ଯଦି ଚୁପ୍ ହେଇଯାଏ, ବୁଝିଯାଅ ଆଘାତ ବହୁତ ଗଭୀର ହୋଇଛି। ଶୀଘ୍ର ମିଳିଥିବା ଜିନିଷ ବେଶୀ ଦିନ ପର୍ଯ୍ୟନ୍ତ ରହେ ନାହିଁ, ଆଉ ବେଶୀ ଦିନ ପର୍ଯ୍ୟନ୍ତ ରହୁଥିବା ଜିନିଷ ଶୀଘ୍ର କେବେ ମିଳେ ନାହିଁ। ବିଶ୍ୱାସ କରିବା ଲୋକଠାରୁ ତ ବିଶ୍ୱାସ ଭାଙ୍ଗିବା ଲୋକଟି ଅଧିକ ମୂର୍ଖ ହୋଇଥାଏ। ଗୋଟିଏ ଛୋଟ ସ୍ୱାର୍ଥ ଆଶାରେ ସେ ଗୋଟିଏ ଭଲ ମଣିଷକୁ ନିଜ ଜୀବନରୁ ହରାଇ ଦେଇଥାଏ। ମିଛ କହି କୌଣସି ଜାଗାରେ ସମ୍ପର୍କ ଗଢ଼ିବା ଅପେକ୍ଷା ସତ ସତ କହି ସେ ଜାଗାରୁ ଶତ୍ରୁ ହୋଇଯାଆନ୍ତୁ, ଦେଖିବେ ଆପଣଙ୍କ ସହ କେବେ ବି ବିଶ୍ୱାସଘାତକ ହେବନି। କେବଳ ଏମିତି ସେମିତି ନୁହଁ ଆଜ୍ଞା, ମୁଁ ମୋ ଜୀବନରେ ଅନୁଭବରୁ କହୁଛି। ନିଜ ଅଭ୍ୟାସରେ ଚାଲିବା ଦ୍ୱାରା ଏତେ ଭୁଲ ହୁଏ ନାହିଁ ଯେତିକି ଭୁଲ ଏ ଦୁନିଆ ଲୋକଙ୍କ କଥାରେ ଚାଲିବା ଦ୍ୱାରା ହୋଇଥାଏ। ଭୁଲ କରି ନଥିବା ସ୍ଥାନରେ ମୁଣ୍ଡ ତଳକୁ କରନ୍ତୁ ନାହିଁ, ଆଉ ବିଶ୍ୱାସ ନଥିବା ସ୍ଥାନରେ ପ୍ରମାଣ ଦେବାକୁ ଚେଷ୍ଟା କରନ୍ତୁ ନାହିଁ। ଟିକେ ଟିକେ କଥାରେ ଖୁବ୍ ଶୀଘ୍ର ରାଗି ଯାଉଥିବା ମଣିଷ ମନରେ ଅଧିକ ଭଲ ପାଇବା ଥାଏ, କିନ୍ତୁ ତାଙ୍କୁ କେହି ବୁଝିପାରନ୍ତି ନାହିଁ। ପର କଥା ଶୁଣି କେବେ କାହା ବିରୁଦ୍ଧରେ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ, କାରଣ ଏଠାରେ ଘର ଭାଙ୍ଗୁଥିବା ଲୋକ ବହୁତ ଅଛନ୍ତି କିନ୍ତୁ ଘର ଯୋଡ଼ିବା ଲୋକ ବହୁତ କମ୍। ତେଣୁ ନିଜ ଆଖିରେ ନ ଦେଖିବା ପର୍ଯ୍ୟନ୍ତ କାହା କଥାକୁ ବିଶ୍ୱାସ କରନ୍ତୁ ନାହିଁ। ଯିଏ ତୁମକୁ ନିଜର ଭାବୁନାହିଁ ତାକୁ କେବେ ନିଜ ଦୁଃଖ ଜଣାଅ ନାହିଁ, କାରଣ ଏଠି ସମସ୍ତେ ସ୍ୱାର୍ଥପର। ସେମାନେ ତୁମ ଯନ୍ତ୍ରଣାରୁ ନିଜ ସ୍ୱାର୍ଥ ଖୋଜି ନେବେ। ଯେତେବେଳେ ସମୟ ଭଲ ଥାଏ ସେତେବେଳେ ଘୃଣା କରୁଥିବା ଲୋକ ବି ତୁମକୁ ପସନ୍ଦ କରିବେ, ଆଉ ଯେତେବେଳେ ସମୟ ଖରାପ ଥିବ ସେତେବେଳେ ତୁମ ପସନ୍ଦ କରୁଥିବା ଲୋକ ବି ତୁମକୁ ଘୃଣା କରିବାକୁ ଲାଗିବେ। ସମୟ ଆଉ ପରିସ୍ଥିତି ସବୁବେଳେ ବଦଳୁଥାଏ, କିନ୍ତୁ ସଚ୍ଚା ସମ୍ପର୍କ ଆଉ ସଚ୍ଚା ସାଥୀ କେବେ କୌଣସି ବି ସମୟରେ ପରିସ୍ଥିତିକୁ ଦେଖି ବଦଳି ନଥାଏ। ଜୀବନରେ ବହୁତ ଲୋକଙ୍କ ସହ ମିଶିଲି, ବହୁତ ଲୋକଙ୍କ ସହ କଥା ହେଲି, ବହୁତ ଲୋକଙ୍କୁ ଭରସା କରି ଦେଖିଲି, କିନ୍ତୁ ଶେଷରେ ଜୀବନ ଗୋଟିଏ କଥା ଶିଖେଇ ଦେଲା, ଆମେ କାହା ପାଇଁ ସବୁଦିନ ଖାସ୍ ହୋଇ ରହିନଥାଉ। ଆଜିକା ଦୁନିଆରେ ବିଶ୍ୱାସ କରି ନିଜର ସମସ୍ୟା କାହାକୁ କୁହନ୍ତୁ ନାହିଁ, କାରଣ ମିଠା ମିଠା କଥା କହୁଥିବା ସବୁ ବ୍ୟକ୍ତି ଆପଣଙ୍କର ବନ୍ଧୁ ନୁହନ୍ତି। ଦିନେ ନା ଦିନେ ସେ ନିଶ୍ଚୟ ଆପଣଙ୍କୁ ଦୁର୍ବଳତାର ଫାଇଦା ଉଠେଇବେ। ଜୀବନରେ କେବେ ହେଲେ କାହାରିକୁ ଦୋଷ ଦେବା ଉଚିତ ନୁହେଁ, କାରଣ ଭଲ ଲୋକଙ୍କଠୁ ଆମକୁ ଖୁସି ମିଳିଥାଏ ଆଉ ଖରାପ ଲୋକଙ୍କଠୁ ଆମକୁ କିଛି ଶିକ୍ଷା ମିଳିଥାଏ।
भगवान काहारिकु दंड दियंती नाही, आमर कर्म ही आमको दंड देइथाए। तेणु भाबी चिंती कर्म करंतु। जीवन रे एमिति किछि जिनिस थाए पाइबाकू इच्छा थिले भी पाई हुएनी, भूलिबाकू चेष्टा कले भी भूली हुएनी। कथा हेबा पई कोनोसी एक विषय टॉपिक दरकार न थाए, केवल निज पाखरे फीलिंग्स थिबा दरकार। निज जीवन ठारू अधिक काहाकू भल पाइले उपहार स्वरूप दुई आखिरे लुह छड़ा और किछि देई न थाए। संपर्क एमिति हवा दरकार कम शब्द रे भी मन रे भावना को बुझी होतिबो, विवाद कम आउ स्नेह अधिक थिबो, संदेह कम आउ विश्वास अधिक थिबो। अन्य को केते दिन हिसाब रे आउ केते दिन मनाउथिबो, केबे निजको पचार मो अवस्था किपरि अछि। नमस्कार दर्शक बंधु, भिडियोटी आज पई एतिकी। भिडियोटी केमिति लागिला कमेंट करिया पई जमाई भूलिबेनी। आ जदि आम भिडियोटी आपण मानकु पसंद आसी थाए आम चैनल को सब्सक्राइब करंतु, आ लाइक करंतु, कमेंट करंतु, शेयर करंतु। आ भिडियोटी केमिति लागिला निश्चय जणांतु। आ भिडियोटी संपूर्ण देखिथिबारु बहुत बहुत धन्यवाद। जय जगन्नाथ। ओम नमः शिवाय।